न्यू ईयर रेसिपी कौन सब बनई आज मिठा डालमा एटा रहिला पनीर रो ग्रेवी पनीर सेमिया पायस एटा होची बिरयानी नड़िया ग्राइंड करी पकईथली पनीर रो मिठा डालमाटा कैलेंडर चेंज दुई 2026 ହେଇଗଲା କ୍ୟାଲେଣ୍ଡର ଲଗେଇଦେଲି। हाय हेलो नमस्कार जय श्रीराम आपण मैंने समस्ते भल थे खुशी थे ये भगवान निकट में प्रार्थना करी आशा करी आज हूँ इंग्राजी नववर्षर प्रथम दिन माने जनवरी 1 आ मु बर्तमान आपण मानक स्वागत जनाऊँगी ब्लॉग को। आज तो जहाँ बनई देखिले रात्रि समय कैलेंडर भी चेंज है मास स्टार्टिंग तो लाइफ रे बहुत किसी एमती आसे सब किछि किंतु निजर भॉइस मैंने मोर वॉइस को एत किछि हेनी किंतु थंडा तो मते गत काली रात्रि जो बाहर जाइए जोटी देइथिली अवश्य एत थंडा लागु नथिला कि आज भी एत थंडा नहीं या ठार बहुत थंडा होउतला पर्व जो हैला ना फेस्टिवल से टाइम रे बहुत थंडा थिला तो यही जो थंडा पाई मते पूरा माने नॉन स्टॉप थंडा ये हो गला छिंको 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 बैक टू बैक पो जाइकी पाखरु क्लिनिक रो ही जाइकी मेडिसिन धरिकी आसला खाइली संध्यारे एबे हो गलानी रात्रि 11:30 हेबाकू जाउछि हेइनी हबो 5-10 मिनिट बाकी तो सेमती रहिला आज आउ सानपु तो नाई रात्रि समय रे सब विश माने पठापठी तापरे कथबार्ता से तो जल्दी काली सोई जाइथिला तो पुणी थरे से माने घंटे पाखापाखि उठिकी पुणी कॉल कला मते सेमती रहिला नुआ वर्षर काम मो पाई कौन नुआ वर्ष किसी गोटे अलगा किसी गोटे हम अलगा किसी गोटे एक्सपेक्ट करी से जगह केबे न थाए कहीं रेगुलर लाइफ आउ रेगुलर लाइफ रे हमर किसी गोटे एक्साइटमेंट किसी हम कि अन्य किसी जिनस आम गोटे माने देखा जी माने जीवा कि कौन ये जगह केबे भी हेनी तेणुक मोर भी से ऊपर किसी एते कहुए ना आशा करी जो रहा कौन से भाया भी ना मोर मनरे तो तेणुक रेगुलर लाइफ आमर जमती जहाँ चली बास खाना पीना घर में रहना बुझिपारे सेटा हूँ मोर माने मूल बेसिक जो पॉइंट सेटा तो सेटा हूँ कथा कौन कहबी चलतु आज ब्लॉग को कंटिन्यू रखा काली पर्यंत आपण मानक पुणी थे समस्त को नूतन वर्षर ढेर सारा अभिनंदन पड़ जाए पिला बेलर से जो दिन ये जो जनवरी 1 आसला माने ग्रीटिंग्स कार्ड को माने सांगसाथी मानक देवा पाख पाख तो आ सेत बेलर जो रिलेशन भी माने रोला सेटा निबिड़ रोला देखो ए फोन जो हो गला गोटे सेकेंड रे आमे कथबार्ता हो पार किंतु से जो संपर्कटा ना से क्लोजनेसटा बोध हे मु निजे भावुची जे से संपर्क क्लोजनेसटा कौटी ना कौटी हटिगलानी समस्त मध्यरु कहीं आमर गोटे मनरे थाए कि हाँ
ଏଇ ସମ୍ପର୍କୀୟ ବା ଏଇ ଲୋକଙ୍କୁ ଆମେ ଗୋଟେ ପଠେଇବା, ସେଇ ଯେଉଁ କାର୍ଡ଼ର ମହତ୍ତ୍ୱ ସେତେବେଳକୁ ବହୁତ ଥିଲା। ଏବେକା ଡେଟ୍ରେ ଫୋନ୍ ଅଛି ସତ, କିନ୍ତୁ ସେଇ କ୍ଲୋଜନେସ୍ଟା ଆଉ ସେଇ ଯେଉଁ ଟାଇମ୍ର ଯେଉଁ ମନର କ'ଣ କହିପାରିବେ ଗୋଟେ ଯେଉଁ ଖୁସି, ସେଇଟା ତ ଏବେ କାହିଁ ଏତେ ବି ଫିଲ୍ ହେଇପାରୁନି। ମୋର ନିଜର ଓପିନିଅନ୍ ଯେଉଁଟାକି ମୁଁ କହୁଛି, ସେତେବେଳେ ଦେଖିଛୁ ଗୋଟେ ମାନେ ପୋଷ୍ଟାଲରେ ମଧ୍ୟ କାହାଠାରୁ ଗ୍ରିଟିଂସ୍ କାର୍ଡ଼ ଆସିଗଲା, ସେଇଟା ହୁଏତ ପ୍ରଥମ ଦିନ ବି ହେଇନଥିବ, କିଛି ଦିନ ପରେ ହିଁ ଆସିଥିବ, ଯଦି ବି କେତେ ଖୁସି ଥିବ। କିନ୍ତୁ ଏବେ ତ ଯେତେ ଯାହା ସେ ସମାନ ଟାଇମ୍ରେ ୱିଶ୍ ଆସିଲେ କି ନହେଲେ ୱିଶ୍ ଗଲେ ବି ସେଇ ଯେଉଁ ଏକ୍ସାଇଟମେଣ୍ଟଟା ଗୋଟେ ରୁହେନି ମନରେ। ବିଶ୍ୱାସ କରନ୍ତୁ, ଆପଣଙ୍କ ଭିତରେ କ'ଣ ଅଛି ନ ଅଛି ମୁଁ ତ ସେଇଟା କହିପାରିବିନି, କାହିଁକିନା ସେ ଟାଇମ୍ର ଆମେ ଦେଖିଛୁ ବା ଯାହା ବି ଆମେ କରିଥିଲୁ ସେଇ ସମୟର ଆମ ଲାଇଫ୍ର କେମିତି କ'ଣ ଥିଲା, ସେଇ ଏକ୍ସାଇଟମେଣ୍ଟଟା କେଉଁଠି ନା କେଉଁଠି ହଜିଯାଇଛି ବର୍ତ୍ତମାନ ସମୟରେ ସମସ୍ତଙ୍କ ମଧ୍ୟରେ। ମୋତେ ଯାହା ଫିଲ୍ କରୁଛି, ଖାସ୍ କରିକି ମୁଁ ମୋର କଥାଟା କହୁଛି, ବୁଝିପାରିଲେ। ତ ସେତେବେଳର 50 ପଇସାର ଟଙ୍କାକର ଯଦି ଆମେ ଗୋଟେ ମାନେ ଗ୍ରିଟିଂସ୍ କାର୍ଡ଼ ଯାକ କିଣୁଛୁ ସାଙ୍ଗସାଥିଙ୍କୁ ଦେବା ପାଇଁ ବି, ସେଇଥିରେ ବି ଆମେ କେତେ ସାରା ମାନେ ଜିନିଷ ଖୋଜିକି ସେଇ ଭିତରୁ ବାହାର କରିକି ଖାସ୍ କରିକି ୱିସିଂ ଯେଉଁ କାର୍ଡ଼ସ୍ ଯାକ ଲେଖିକି ଦେଇଥାଉ। ଆଉ ବହୁତ ମାନେ ସେଇ ଯେଉଁ ଲାଇନ୍ରେ ନା, ସେଇ ଯେଉଁ ଲେଖିବା ଲାଇନ୍ରେ ହିଁ ଆମର ଯେଉଁ ଭଲ ପାଇବାଟା, ସ୍ନେହଟା, ସେଇଟା ମାନେ ଫୁଟିକି ପଳେଇ ଆସିଥାଏ ସେ କାର୍ଡ଼ ଭିତରୁ, ବୁଝିପାରିଲେ। ଏବେ କେଉଁଠି ନା କେଉଁଠି ତ କମ୍ ହିଁ ହେଇଯାଇଛି। ଯାହା ହେଲେ ବି ଆମେ ଭିଡ଼ିଓ କଲ୍ ବି ଇଏ କରିପାରୁଛେ, ସବୁ ପ୍ରକାର ମାନେ ସାଧନ ଆମ ପାଖରେ ହାତ ପାହାନ୍ତରେ ଅଛି, ତଥାପି କେଉଁଠି ନା କେଉଁଠି ସେଇ ଯେଉଁ ମୁହୂର୍ତ୍ତଟା ନା ମିସ୍ ହେଇଯାଉଛି। ଯାହା ଯେତିକି ମାନେ ପୂଜାପୂଜି କରିକି ଆସିଲି ବାସ୍, ଆଉ କେମିତିଆ କ'ଣ କରିକି ମୁଁ ରୋଷେଇ କରିଛି, ବହୁତ ହିଁ ମାନେ ଇଏ କରିକି ରୋଷେଇ କଲି। କାହିଁକିନା ଯାହା ହେଲେ ବି ଖାଇବା ଉପରେ ତ ସ୍ପେଶିଆଲ୍ କରିବାକୁ ସବୁବେଳେ ସେ ପ୍ରଥମ ବର୍ଷ ମାନେ ନୂଆ ବର୍ଷର ପ୍ରଥମ ଦିନ ବୋଲି ନାହିଁ କି କେତେବେଳେ ବୋଲି ନାହିଁ, ସ୍ପେଶିଆଲ୍ ଡେ ମାନଙ୍କରେ ତ ନିହାତି କରିବାକୁ ମନ କେଉଁଠି ନା କେଉଁଠି ଉଚ୍ଛନ୍ନ ମୋର, ବିଶ୍ୱାସ କରନ୍ତୁ। ଆଉ ରହିଲା ଘରେ କେତେ ଜଣ ଖାଇବା ପାଇଁ ଅଛନ୍ତି କି ନ ଖାଇବା ପାଇଁ ଅଛନ୍ତି, ସେଇଟା ରହିଲା ଅଲଗା, କିନ୍ତୁ ଖାଇବା ଉପରେ ନିହାତି, ସେ ଦେହ ଭଲ ଥାଉ କି ନଥାଉ କି ସେ ଯାହା ବି ହଉ, ଖାଇବା ଉପରେ ତ ନିହାତି କିଛି ନା କିଛି ସ୍ପେଶିଆଲ୍ କରିବାକୁ ସବୁବେଳେ ତତ୍ପର ମୁଁ, ବୁଝିପାରିଲେ। ତ ଯାହା ବି ହଉ, ମୁଁ ତ କହିବିନି ଯେ ପୁରା ବହୁତ ବଡ଼ 5 ଷ୍ଟାର୍ ହୋଟେଲ ବା ରେଷ୍ଟୁରାଣ୍ଟ ଆମ ପାଇଁ, ଆମର ରୋଷେଇ 5 ଷ୍ଟାର୍ ରେଷ୍ଟୁରାଣ୍ଟଠୁ କୌଣସି ଗୁଣରେ କମ୍ ହେବା କଥା ନୁହେଁ। କ'ଣ କହୁଛନ୍ତି? ମୁଁ ତ ସେଇଟା ମାନେ ଚେଷ୍ଟା ବି କରେ ସବୁବେଳେ ରୋଷେଇ ଭିତରେ। ଭେଜ୍ ବିରିୟାନୀ ବନେଇଥିଲି ଆଜି, ଏବେ ବି ଅଛି ଆହୁରି ଏତିକି ସାରା। କ୍ଷୀର ଏପଟେ ଫୁଟିବାକୁ ବସାଇ ଦେଇଛି, ପୁରା ଫୁଟିଗଲାଣି କ୍ଷୀର ବି। ଖାଇକି ତ ଆସି ସାରିଲିଣି, ବହୁତ ସମୟ ହେଇଗଲାଣି, ଘଣ୍ଟାଟେ ପରେ। କିନ୍ତୁ ଆଜି ମାନେ ଏବେ ଯେଉଁ ରାତି ଟାଇମ୍ରେ ଖାଇଲି, କେଉଁଟା କିଛି ଟେଷ୍ଟ ଜଣାପଡ଼ିଲାନି। ଖରାବେଳେ ଅବଶ୍ୟ ଦେଖିବାକୁ ଗଲେ ଟେଷ୍ଟ ମାନେ ସେତେବେଳକୁ ବି ବହୁତ ଜୋର ହେଇଥିଲା, କିନ୍ତୁ ସ୍ୱାଦଟା ଜାଣିପାରୁଥିଲି ଆଉ ସ୍ମେଲ୍ଟା ବି ଜାଣିପାରୁଥିଲି। ଏବେ ଟୋଟାଲ୍ ମାନେ ଯେଉଁ ଜ୍ୱର ପାଟି କୁହାଯାଏ ନା, ସେମିତିଆ ପୁରା କିଛି ଜଣାପଡ଼ୁନି ଟେଷ୍ଟଟା। ଖାଲି ଖାଇଲି ମାନେ ଖାଇଲି, ସେମିତି ହେଇଯାଇଛି ପୁରା। ଆଉ ରହିଲା କ'ଣ କହୁଥିଲି, ମନେ ବି ପଡ଼ୁନି ଭିଡ଼ିଓ କଲାବେଳକୁ। ହଁ, କ'ଣ ସେଇଟା ମାନେ ଆଜି ଫୁଲ କାଢ଼ିଥିଲି, ମାନେ ଫ୍ରିଜ୍ରେ ରଖିଥିଲି ଆଗରୁ ଆଣିକି, ତ ଆଜି ଲଗେଇବି ବୋଲି ଭାବିଥିଲି, ଆଉ କାଢ଼ିଥିଲି ବି ଲଗେଇବି ବୋଲି। କିନ୍ତୁ ମୋର ଅବସ୍ଥା ଯେଉଁ ହେଲା ନା, ମାନେ ଥଣ୍ଡା ଛିଙ୍କ, ଆକ୍ଚୁଆଲି ଗତକାଲି ରାତିରୁ ହିଁ ମୋର ଷ୍ଟାର୍ଟ ହେଲାଣି ଟିକେ ଟିକେ, କିନ୍ତୁ ସକାଳ ପାଇଲା ବେଳକୁ ବହୁତ ଜୋରରେ ହେଲାଣି ଅବସ୍ଥା। ତ ଏବେ ଦେଖିବାକୁ ଗଲେ କଥା କହିପାରୁଛି, ଟୋଟାଲ୍ ମାନେ ଏତେ ଦେହ ଇଏ ହେଇଥିଲା ମୋର, ଛିଙ୍କ ଛିଙ୍କ ଛିଙ୍କ, ପେଟ ପୁରା ବଥା ହେଇଗଲା ଛିଙ୍କି। ତାପରେ ନାକରୁ ପାଣି ଖାଲି ନନ୍ଷ୍ଟପ୍, ମାନେ ମଣିଷ କ'ଣ କରିବ, ମୁଣ୍ଡ ଫୁଣ୍ଡ ସବୁ ବଥା ହେଇକି ବସିଥିଲି। ଏବେ ଭିଡ଼ିଓ ଷ୍ଟାର୍ଟ କଲି, ମାନେ ଜାଣିପାରୁଥିବେ କହୁଛି ବି। ତ ଏବେ ମାନେ ମୁଁ ଯେତେବେଳେ ଷ୍ଟାର୍ଟ କଲି ସେତେବେଳକୁ ଟିକେ କମିଛି, ନହେଲେ କଥା କହିବାର ପୋଜିସନ୍ରେ ହିଁ ନଥିଲି। ତ ସେମିତି ଫୁଲ କାଢ଼ିଥିଲି ଲଗେଇବି ବୋଲିକି, ମୁଣ୍ଡରେ ପାନିଆ ହିଁ ବାଜିନି, ମାନେ କୁଣ୍ଡେଇନି ବି ଆଜି, ଅବସ୍ଥା ଏମିତି ଆମର। ଆଉ ଫୁଲ ଲଗେଇବି କ'ଣ, ତେଣୁକରି ଫୁଲ କାଢ଼ିଲି, ପୁଣି ଆଉଥରେ ଜରିରେ
ପୂରେଇକି ଆଉଥରେ ଫ୍ରିଜ୍ ଭିତରେ ରଖିଦେଲି, ଖରାପ ହେଇଯିବ ନା। ସେଇଟା ହିଁ ମୋ ପୁଅକୁ ବି କହୁଥିଲି, ଅବସ୍ଥା ଏମିତି ମୋର ହେଲାଣି ଯେ ଫୁଲ ଆଉ କ'ଣ ଲଗେଇବି। ମୁଁ କେତେ ଜଲ୍ଦି କାମ ସରିଲେ ଆସିକି ମାନେ ଦେହଟା ବି ଭଲ ଲାଗିଲାନି ସେତେବେଳେ, ତ ଟେମ୍ପରେଚର୍ ବି ବଢ଼ିଗଲା, ସବୁ ସେମିତି ହେଇକି ରଖିଦେଲି ଫୁଲ ବି। ପୁଅ କହୁଛି କି ତୋତେ ତ ଥଣ୍ଡା ପଡ଼ୁନି, ତୁ କାହିଁକି ଯେ ଯାଉଥିଲୁ, ତୁ କାହିଁକି ରାତିରେ ଯାଇକିନା ଝୁଟି ଫୁଟି ଦେଲୁ, ତୋର ଏବେ କିଏ ଏବେ ଇଏ କରିପାରିବ, କିଏ ତୋତେ କହୁଛି ଯେ ଯାଇକି କରିବା ପାଇଁ। ମୁଁ କହିଲି ଆରେ ସବୁବେଳେ କରୁଛି ନା ଏବେ କରୁଛି, ଯେତେ ଯାହା ବି ମାନେ ଜାଣିଲେ ବି ଏତେ ବି ଥଣ୍ଡା ତ ଲାଗୁନଥିଲା, କ'ଣ ଏତେ ମୋତେ ସଡ଼ନ୍ ଧରିଦେଲା, କ'ଣ କହିବେ। ସେମିତି ସବୁ ହେଉଛି ଆଉ କେତେବେଳେ କ'ଣ ଦେହର, କିନ୍ତୁ ଦେହକୁ ପଡ଼ୁନି ଥଣ୍ଡାଟା। ସେଥିପାଇଁ ରାତି ସକାଳୁ ଉଠିଲା ବେଳକୁ ତ ଆହୁରି ଥଣ୍ଡା ଲାଗୁଛି। ମୁଁ କହିଲି ରାତିରେ ତ ସବୁ ବର୍ଷ କରୁଛି, କରିଦେଲି, ସେଇଟା କ'ଣ ଯେ। ଆଉ ପୂଜାପୂଜି ଦିନମାନଙ୍କର ତ ରାତି ଟାଇମ୍ରେ ବହୁତ କିଛି କାମ କରିବାକୁ ପଡ଼େ। ମୁଁ କହିଲି ଗୋଟେ ମାନେ ବର୍ଷ ଷ୍ଟାର୍ଟିଂଟା ସେଇଟା ଗୋଟେ ମାନେ ଇଏ ପଡ଼ିବ, ସୁନ୍ଦର ଲାଗିବନି। କଲାବେଳକୁ ମୋର ଅବସ୍ଥା ସାଂଘାତିକ ହେଇଗଲା ଏଇ ଯେଉଁ ଥଣ୍ଡା ପାଇଁ ବୋଲିକି। ଏବେ ଅବଶ୍ୟ ଠିକ୍ ଅଛି। ଭୁଜିଆ ବନେଇ ଦେଇଥିଲି ଏବେ ରାତି, ମାନେ ନେକ୍ସଟ ଡେ ତ ହେଇଗଲାଣି ଜାନୁଆରୀ 2। ଅଣ୍ଡା ଭୁଜିଆ ସହ ରୁଟି ବନେଇଥିଲି, ଖାଇଲୁ। ରାତି ବି ହେଇଗଲାଣି। ଆଜି ସକାଳେ ନା ଏତେ କୁହୁଡ଼ି ପୁରା ଥିଲା, ସକାଳ 10ଟା ପର୍ଯ୍ୟନ୍ତ ପୁରା କୁହୁଡ଼ି। ଆଜି ବହୁତ ପୁରା ମାନେ ବହୁତ ଟାଇମ୍ ପୁରା କୁହୁଡ଼ିରେ ରହିକି ଖରା ବି ଆସିନଥିଲା। ଥଣ୍ଡା ମାନେ ସକାଳେ ବି କୁହୁଡ଼ି ପୁରା ଭରି ହେଇକି ଥିଲା, ଏବେ ରାତିରେ ବି ପ୍ରବଳ ଥଣ୍ଡା ହେଉଛି ଆଜି। ସେମିତି ବେଶୀ କିଛି ଭିଡ଼ିଓ ବି କରିନି, କ'ଣ ବି କରିବି, ସେମିତି ରହିଲା। ଷ୍ଟାର୍ଟିଂରୁ ହିଁ ମୋର ମେଡ଼ିସିନ୍ କିଣିବା ହେଲା, ଯେଉଁଟାକି ମୁଁ ଚାହୁଁନଥିଲି ମାନେ କ'ଣ, ମେଡ଼ିସିନ୍ ଏତେଟା ଖାଇବା ଇଚ୍ଛା ନାହିଁ, କିନ୍ତୁ ଅସମ୍ଭାଳ ପରିସ୍ଥିତି ହେଇଗଲେ ଆଉ କ'ଣ କରାଯିବ। ତେଣୁକରି ଗତକାଲି ଯେଉଁଟାକି ଜାନୁଆରୀ 1ରୁ ହିଁ ମେଡ଼ିସିନ୍ କିଣା ହେଇକି ଆସିଲା। ଆଉ ସେ ଯାହା ବି ହଉ, ଥଣ୍ଡା ମେଡ଼ିସିନ୍ ହଉ କି ସେ ଥଣ୍ଡା ଜ୍ୱର ହଉ କି ଯାହା ବି ହଉ, କିନ୍ତୁ ମେଡ଼ିସିନ୍ ତ କିଣିବାକୁ ପଡ଼ିଲା। ଆଉ ଖାଇଲି ବି, ଭାବିଥିଲି ଅଲଗା, ହେଲା ଅଲଗା। ପରିସ୍ଥିତି ନିଜ ନିୟନ୍ତ୍ରଣରେ କିଛିଟା ଏମିତି ହେଇଯାଏ ଯେଉଁଟାକି ନଥାଏ, ମାନେ ବାଧ୍ୟ ହେବାକୁ ପଡ଼େ। ସେମିତିଆ କିଛି ସିଚୁଏସନ୍, ଆଉ କ'ଣ କରିବା।